ଜୟ ଜଗନ୍ନାଥ ସାଙ୍ଗମାନେ, ଆଜି ଆମେ ଜାଣିବା ଇଲେକ୍ଟ୍ରୋନିକ୍ସ 1.5 ଟନ୍ ଏସିରେ କ'ଣ ପ୍ରୋବ୍ଲେମ୍ ଅଛି। କଷ୍ଟମର କହିବା ଅନୁଯାୟୀ 1 ମିନିଟ୍ କୁଲିଂ ଆସୁଛି, ତାପରେ କୁଲିଂ ବନ୍ଦ ହୋଇଯାଉଛି। ଏଥିରୁ ଜଣାପଡ଼ିଲା କି ଇନଡୋରରେ କିଛି ପ୍ରୋବ୍ଲେମ୍ ନାହିଁ, ଆଉଟଡୋରରେ ପ୍ରୋବ୍ଲେମ୍ ଅଛି। ଏବେ ଆଉଟଡୋର ଖୋଲିକି ଚେକ୍ କରିବା ପରେ ଆମକୁ ଜଣାପଡ଼ିଲା କି କମ୍ପ୍ରେସର ଓଭରହିଟ୍ ଅଛି। କମ୍ପ୍ରେସର ଉପରେ ପାଣି ଢାଳି ଥଣ୍ଡା କରିବା ପରେ ମେସିନ୍ ଅନ୍ କରିବାକୁ ପଡ଼ିବ। ମେସିନ୍ ଅନ୍ ହେବା ପରେ ଜଣାପଡ଼ିଲା କି ଆଉଟଡୋର ଫ୍ୟାନ୍ ମୋଟର କିଛି ସମୟ ଚାଲୁଛି, ତାପରେ ବନ୍ଦ ହୋଇଯାଉଛି। ସେଥିପାଇଁ ହାଇ କଣ୍ଡେନସିଂ ହୋଇ କମ୍ପ୍ରେସର ହାଇ ଆମ୍ପିୟର ନେଇକି ଟ୍ରିପ୍ ହେଉଛି। ଏଥିରୁ ଜଣାପଡ଼ିଲା କି କମ୍ପ୍ରେସର ଠିକ୍ ଅଛି, ଆଉଟଡୋର ଫ୍ୟାନ୍ ମୋଟର ଖରାପ ଅଛି। ଆଉଟଡୋର ମୋଟରକୁ ରିପ୍ଲେସ୍ କରିବା ପାଇଁ ପଡ଼ିବ। ଆସନ୍ତୁ ଏବେ ମୋଟର ଖୋଲିବା। ପ୍ରଥମେ ଆଉଟଡୋର ମୋଟରର 4ଟି ସ୍କ୍ରୁ ଖୋଲିବା। ତାପରେ କାପାସିଟରର କନେକ୍ସନ ଖୋଲିବା। ଏବେ ଫାଇନାଲ ଆଉଟଡୋର ମୋଟର ଖୋଲିଗଲା।